ଯେତିକି ସାର୍ ଆଲିଗେସନ୍ ଆଣିଛି ମୁଁ ସବୁ ଯାହା ଜିନିଷର ପ୍ରୁଫ୍ ଦେଇଛି ବଟ୍ ଯେହେତୁ ବେଶୀ ଏକ୍ସଟ୍ରା ହେଇଗଲା ମୋ କ୍ୟାରେକ୍ଟର ଉପରକୁ ଆଙ୍ଗୁଠି ଉଠୁଛି ଆଣ୍ଡ ମୋ ଭଲ ପାଇବା ଉପରକୁ ଆଙ୍ଗୁଠି ଉଠୁଛି 12 ବର୍ଷ କାଳ ଭଲ ପାଇକିନା ତାପରେ ମୁଁ ଯେନା ବାହା ହେଇଛି ନା କି କୋଉ 6 ମାସ 3 ମାସ ଭଲ ପାଇକିନା ମୁଁ ବାହା ହେଇଛି ମୋ କ୍ୟାରେକ୍ଟର ଉପରକୁ ଆଙ୍ଗୁଠି ଉଠୁଛି ତା ସହିତ ସେମାନେ ଯୋଉ ମାନେ କହିଲେ କି ଇଏ ପ୍ରପର୍ଟି ଲୋଭ କରୁଛି ବୋଲି ଯୋଉ ପ୍ରପର୍ଟି ଲୋଭ ଯାହାର ଥିଲା ସେମାନେ ତାକୁ ଯେହେତୁ ଦେଇଦେଇଛନ୍ତି ଭାବିଥିଲେ କି ଲୁଚିକିନା ଦେଇଦେ ମୋ କାନକୁ ଖବର ଆସିବନି ବଟ୍ ମୋ କାନକୁ ଖବର ତା ବି ୱିଥ୍ ପ୍ରୁଫ୍ ଆସିଛି ସେଇ ଜିନିଷ ପାଇଁ କି ମୁଁ ଆଜି କେସ୍ ଦେବା ପାଇଁ ଆସିଥିଲି ମାନେ ପ୍ରପର୍ଟି ପାଇଁ କି ନୁହେଁ ମୋ ଉପରେ ଯୋଉ ଆଲିଗେସନ୍ ଲଗେଇଛନ୍ତି ସେ ଆଲିଗେସନ୍ ଉପରେ ମୁଁ କେସ୍ ଦେବି ଯଦି ତମେ ମୋ ଉପରେ ପ୍ରପର୍ଟିର ଆଲିଗେସନ୍ ଲଗାଉଛ ତାହେଲେ ତମେ ପ୍ରପର୍ଟିଟା ଯଦି ଆଉ ଜଣଙ୍କର ଲଗାଉଛ ତା ଉପରେ ଆଲିଗେସନ୍ ଲଗାଅ ମୋ ଉପରେ କାହିଁ ଆଲିଗେସନ୍ ଲଗାଉଛ ମୋ ହଜବେଣ୍ଡଙ୍କର କ୍ୟାରେକ୍ଟର ଉପରେ କାହିଁ ଆଲିଗେସନ୍ ଲଗାଉଛ ମୋ ମାନେ ଆମ ହଜବେଣ୍ଡ ୱାଇଫ୍ଙ୍କର କଥାଟାକୁ ବାହାରକୁ ଆଣିଲ ସବୁ ସମ୍ପର୍କ ଭିତରେ ଝଗଡ଼ା ହେଉଛି ସବୁ ସମ୍ପର୍କ ଭିତରେ ବାଡ଼ାବାଡ଼ି ହେଉଛି ସବୁ ହେଉଛି କିନ୍ତୁ ଏ ଜିନିଷଟା ପବ୍ଲିକକୁ ଆଣିବାର କାହାର ବି ରାଇଟ୍ସ ନାହିଁ ଯଦି ସେ ଆଣିଛନ୍ତି ବାହାରକୁ ମାନେ ସେ ଜିନିଷଟା ସେମାନେ 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 ଏ ଜିନିଷଟାକୁ ଇଣ୍ଟେନସନାଲି ହିଁ କରିଛନ୍ତି ମାନେ ନିଜ ପ୍ରପର୍ଟି ପାଇଁ ସେଇ ଜିନିଷ ପାଇଁ ମୁଁ ଆଜି ଏଠି ଆସିଥିଲି କେସ୍ ପାଇଁ ପ୍ରପର୍ଟି ନେଇ ମ୍ୟାଡମ୍ କହୁଥିଲେ ଯେ ଅଭିଯୋଗ ଆଣୁଥିଲେ ଯେ ଆପଣଙ୍କ ସମ୍ପତ୍ତି ପୂର୍ବରୁ ମଲା ପରେ ମଧ୍ୟ ଇଲ୍ କରାଯାଇଛି କ'ଣ ରହିଥିଲା ଯେତେବେଳେ ପୁଅ ବଞ୍ଚିଥିଲେ ସେତେବେଳେ ପୁଅଙ୍କ ନାଁରେ କରିପାରୁନଥିଲେ କହିଲେ କି ସବୁ କିଛି ତୋର ଯେତେବେଳେ ପୁଅକୁ ଏତେ ତଡ଼ପେଇକିନା ମାରିପାରିଲ ପୁଅ ନାଁରେ କିଛି କଲନି ପୁଅକୁ ସାଇଡ୍ କରିଦେଲ ତାହେଲେ ଆଜି ତମେ ଝିଅ ନାଁରେ କେମିତି କରିଦେଲ ଯଦି ତମେ ସୁନା ବିକିବା ପାଇଁ ବାହାରିଥିଲ କି ପୁଅର କେସ୍ ଲଢ଼ିବା ପାଇଁ ତାହେଲେ ତମ ପାଖକୁ 11 ଲକ୍ଷ ଟଙ୍କା କେମିତି ଇନଷ୍ଟାଣ୍ଟଲି ଆସିଲା ଯାହାଦ୍ୱାରା କି ତମେ ଜାଗାଟାକୁ ଝିଅ ନାଁକୁ ଟ୍ରାନ୍ସଫର କରିଦେଲ ତା ବି ମାନେ ଗିଫ୍ଟେଡ୍ କରିଦେଲ ଅଲରେଡ଼ି ତାଙ୍କ ନାଁରେ ଆଉ ଗୋଟେ ଜାଗା ବି ଗିଫ୍ଟେଡ୍ ହେଇଛି ବାହାଘର ପୂର୍ବରୁ ତ ଏଇ ଜାଗାଟା ଥିଲା ମୋ ହଜବେଣ୍ଡଙ୍କର ଆଣ୍ଡ ଏଇ ଘର ବନେଇବାରେ ମୋ ହଜବେଣ୍ଡଙ୍କର ବି ମାନେ ବହୁତ ସାରା ମାନେ ଯେଉଁ ପଇସା ଖର୍ଚ୍ଚ ହେଇଛି ଦୋକାନ ଯେଉଁ ଯାଉଥିଲେ ଦୋକାନରୁ ବହୁତ ସାରା ପଇସା ଖର୍ଚ୍ଚ କରିଛନ୍ତି ମୋତେ କାଢ଼ିଦେଲେ ମୋ ହଜବେଣ୍ଡଙ୍କର ଡେଥ୍ ହେଇଗଲା ତାପରେ ଜିନିଷଟା ବି ତାଙ୍କ ନାଁକୁ ପଳେଇଲା ଜିନିଷଟା ପଳେଇଲା ସେଟା ମୋର ପ୍ରୋବ୍ଲେମ୍ ନୁହେଁ ଏ ସବୁ କୋଉଠି ନା କୋଉଠି ମୋ ହଜବେଣ୍ଡଙ୍କର ମର୍ଡର କେସ୍ରେ ବି ଲିଙ୍କ୍ ରହୁଛି ଯେଉଁ ଆଲିଗେସନ୍ ଲଗାଉଛନ୍ତି କି ମୁଁ ମାରିଛି ମୋ ହଜବେଣ୍ଡକୁ ମୁଁ ଚାହୁଁଛି କି ମୋର ବି ଇନଭେଷ୍ଟିଗେସନ୍ ହଉ ତା ସହିତ ସେମାନଙ୍କର ବି ଇନଭେଷ୍ଟିଗେସନ୍ ହଉ ଦୁଇ ଜଣଙ୍କର ଇନଭେଷ୍ଟିଗେସନ୍ ମୋର ଷ୍ଟାର୍ଟିଂ ଡେରୁ ହିଁ ମୋ ନଣନ୍ଦଙ୍କ ଉପରେ ଡାଉଟ୍ ଅଛି ଏଇ ଯେଉଁ ଜିନିଷଟା ପ୍ରୁଫ୍ ଆସିଲା ଗୋଟେ ସେମାନେ ଲୁଚି ଲୁଚିକିନା କଲେ ସେଇଟା ମୋର ଉପରେ ବି କ୍ଲିୟର କରିଦେଲେ ଦୁଇଟା ପରିବାର ଦୁଇ ଜଣ ଓକିଲ ଯେଉଁ ଓକିଲ ମାନେ ମିଡ଼ିଆ ଆଗରେ ବେଶୀ ଆସିକିନା ବେଶୀ ଭଡ଼ ଭଡ଼ ହୁଅନ୍ତି ସେମାନେ କେବେ କେସ୍ ଜିତି ପାରନ୍ତିନି କୋର୍ଟରେ ହିଁ ସେମାନେ ଜିତନ୍ତି ଯିଏ ବେଶୀ ଗପେ ସେମାନଙ୍କର କାମ ସବୁବେଳେ ଜିରୋ ହିଁ ରୁହେ ଯେଉଁଟାକି ଆଜି ଆପଣମାନେ ଜାଣିପାରୁନାହାନ୍ତି ପବ୍ଲିକ୍ ଜାଣିପାରୁନାହାନ୍ତି ଯେତେବେଳେ ରାହୁଲଙ୍କର କେସ୍ଟା ଡାଉନ୍ ହେଇଯିବ ସେବେ ସମସ୍ତେ ଜାଣିବେ ଆପଣ ଲଢ଼ିବେ କି ଅବଭିୟସଲି ମୁଁ ତ ଆସିଛି ଯେ ସେଇ ଜିନିଷକୁ ଓପନ୍ କରିବା ପାଇଁ ମୁଁ ଆଉ ଥରେ କେସ୍ଟା କ'ଣ ପାଇଁକି ଦେଉଛି ମୋ ହଜବେଣ୍ଡଙ୍କର କେସ୍କୁ ଫିର୍ ସେ ଇନଭେଷ୍ଟିଗେସନ୍ ହଉ ତା ସହିତ ମାନେ ସେମାନେ ଯେଉଁ ଆଲିଗେସନ୍ ଲଗାଉଛନ୍ତି ମୁଁ ମାରିଛି ବୋଲି ମୋତେ ବି ଇନଭେଷ୍ଟିଗେସନ୍ କରନ୍ତୁ ତା ସହିତ ନଣନ୍ଦ ନଣନ୍ଦି ସମସ୍ତେ ଇନଭେଷ୍ଟିଗେସନ୍ ଚାଷୀ ତ କେବେ କ'ଣ ମାରିବ ମୁଁ ଜାଣିନଥିଲି ମୁଁ ଏଇ ଜିନିଷଟା ଆଜି ଆଣିନି ବୋଲି ମୋ ହଜବେଣ୍ଡର କେସ୍ଟା ଦାବିଲାନି ସେମିତି ରହିଲା ଆପଣ ଅଭିଯୋଗ ଆଣୁଥିଲେ ମଧ୍ୟ ଆପଣଙ୍କୁ ମାରିଦେବାକୁ ସମ୍ଭବ ହେଇଥିଲେ ତାଙ୍କ ସ୍ୱାମୀକୁ ମଧ୍ୟ ଆପଣଙ୍କର ମାରିଥିଲେ ଆପଣ ତାପରେ ମଧ୍ୟ ଥ୍ରେଟନିଂ ରହୁଛି କେବଳ ମହିଳା କମିଶନ କ'ଣ କହିଲେ ଆପଣ ମହିଳା କମିଶନ ପାଖକୁ ଏଇଥିପାଇଁ ଆସିଲି ମୁଁ ଯେତେବେଳେ କୋଉ ବି ଜାଗାରୁ ଯେତେବେଳେ ସପୋର୍ଟ ମୁଁ ନ ପାଇଲି ବାଧ୍ୟ ହେଇକିନା ମୁଁ ଏଠିକି ଆସିଲି କାରଣ ମୁଁ ଜାଣିଛି ମୋତେ ଏଇ ଜାଗାରୁ ସପୋର୍ଟ ମିଳିବ ସେଥିପାଇଁ କି ମୁଁ ଆସିଲି ଏଇଠି ଆପଣଙ୍କ ଭିତରେ କିଛି ଲିଖିତ ଦେଇଛନ୍ତି କି ହଁ ଦେଇଛି ମୁଁ ଫଟୋଜ ଦେଇଛି ଯେହେତୁ ମୋର ସେଇଟା ଇଣ୍ଟରନାଲି ହେଇଥିଲା ପ୍ରାଇଭେଟ୍ ପାର୍ଟରେ ହେଇଥିଲା ମୁଁ ସେଟାକୁ ଅପଲୋଡ଼ କରିପାରିନଥିଲି ପୂର୍ବ ଭିଡ଼ିଓଟାକୁ ପକାଇଥିଲି ସେଇଟା ବି ରାହୁଲଙ୍କର ମୋର ଝଗଡ଼ାର ଭିଡ଼ିଓ ନୁହେଁ ରାହୁଲଙ୍କର ଗୋଟେ ପୂର୍ବରୁ ଗୋଟେ କେସ୍ ହେଇଥିଲା ସେ ଟାଇମ୍ର ଫଟୋ ଥିଲା ସେଇଟା ଯେହେତୁ ମୁଁ ସେ ଫଟୋଟାକୁ ଅପଲୋଡ଼ କରିପାରିବିନି ବୋଲି ମୁଁ ଏ ଫଟୋଟାକୁ ଅପଲୋଡ଼ କରିଥିଲି ଆଣ୍ଡ ମୋତେ ଷ୍ଟ୍ରିକ୍ଟଲି ଆମ ଲୟର୍ କହିଥିଲେ କି ଯାହା ବି କିଛି ଝଗଡ଼ା ହେଇଛି କେସ୍ ରିଲେଟେଡ଼୍ ଭିଡ଼ିଓଜ୍ ଫଟୋଜ୍ ତୁମେ ଅପଲୋଡ଼ କରିବ ନାହିଁ ବାହାରେ ତ ମୁଁ ସେଟାକୁ ପବ୍ଲିକ୍ ଆଗକୁ କେମିତି ଆଣିଥାନ୍ତି